ସେବକ ହେଲା ଭଗବାନ। ଥରେ ଭଗବାନ को ତାଙ୍କ ସେବକ କହିଲେ, ଭଗବାନ ଆପଣ ଗୋଟିଏ ଜାଗାରେ ଛିଡ଼ା ହେଇ ହେଇ ଥକି ଗଲେଣି। ଆଜି ଗୋଟେ ଦିନ ପାଇଁ ମୁଁ ଆପଣଙ୍କ ଜାଗାରେ ମୂର୍ତ୍ତି ହେଇ ଛିଡ଼ା ହେଇ ଯାଉଛି। ଆପଣ ମୋ ରୂପ ନେଇ ଟିକେ ବୁଲି ଆସନ୍ତୁ। ଭଗବାନ ତା କଥାରେ ରାଜି ହେଇଗଲେ। କିନ୍ତୁ ସର୍ତ୍ତ ରଖିଲେ କି ଯୋଉ ବି ଭକ୍ତ ପ୍ରାର୍ଥନା କରିବା ପାଇଁ ଆସିବେ ତୁମେ କେବଳ ତାଙ୍କର ପ୍ରାର୍ଥନା ଶୁଣିବ, କିଛି ଉତ୍ତର ଦେବ ନାହିଁ। ମୁଁ ସମସ୍ତଙ୍କ ପାଇଁ କିଛି ଭାବିକି ରଖିଛି। ସେବକ ଭଗବାନଙ୍କ କଥାରେ ରାଜି ହେଇଗଲା। ଭଗବାନଙ୍କ ମୂର୍ତ୍ତି ହୋଇ ସେବକ ମନ୍ଦିରରେ ଛିଡ଼ା ହେଇ ରହିଲା। ସର୍ବପ୍ରଥମେ ଜଣେ ବ୍ୟବସାୟୀ ମନ୍ଦିରକୁ ଆସି କହିଲେ, ଭଗବାନ ମୁଁ ଗୋଟେ ନୂଆ ବ୍ୟବସାୟ ଆରମ୍ଭ କରିଛି। ଆପଣ ମୋତେ ବହୁତ ସଫଳତା ଦିଅନ୍ତୁ। ଏତିକି କହି ସେ ଆଣ୍ଠେଇ ପ୍ରଣାମ କରିବାକୁ ଗଲାବେଳେ ତାଙ୍କ ପର୍ସ ତଳେ ପଡ଼ିଗଲା। ସେ ପର୍ସ ନ ନେଇ ଚାଲିଗଲେ। ସେବକ ଏସବୁ ଦେଖି ବିଚଳିତ ହେଇ ଭାବୁଥିଲେ କି ସେ ବ୍ୟବସାୟୀଙ୍କୁ ଅଟକାଇ ତାଙ୍କ ପର୍ସ ତଳେ ପଡ଼ିଯାଇଛି ବୋଲି କହିବେ। କିନ୍ତୁ ଭଗବାନଙ୍କ ସର୍ତ୍ତ ପାଇଁ ସେ କିଛି କହିପାରିଲାନି। ତାପରେ ଜଣେ ଗରିବ ଲୋକ ଆସିଲା ଏବଂ ଭଗବାନଙ୍କୁ ଗୁହାରି କରି କହିଲା କି ମୋ ଘରେ ଆଜି ଖାଇବାକୁ କିଛି ବି ନାହିଁ, ମୋତେ ଦୟା କରନ୍ତୁ ପ୍ରଭୁ। ଠିକ୍ ସେତିକିବେଳେ ତାର ନଜର ସେ ପର୍ସ ଉପରେ ପଡ଼ିଲା। ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇ ପର୍ସଟିକୁ ନେଇ ଚାଲିଗଲା। ଏବେ ଆଉ ଜଣେ ତୃତୀୟ ବ୍ୟକ୍ତି ଆସିଲେ, ଯିଏକି ଜଣେ ନାବିକ ଥିଲେ। ସେ ଭଗବାନଙ୍କୁ କହିଲେ, ମୁଁ 10 ଦିନ ପାଇଁ ଜାହାଜ ନେଇ ସମୁଦ୍ର ଭିତରକୁ ଯାଉଛି। ମୋର ଯାତ୍ରାରେ କିଛି ଅସୁବିଧା ନ ହେଉ ପ୍ରଭୁ। ସେହି ସମୟରେ ସେ ବ୍ୟବସାୟୀ ପୋଲିସକୁ ଆଣି ଆସିଲେ ଏବଂ କହିଲେ, ମୋ ପରେ ଏ ନାବିକ ଆସିଛି। ଇଏ ହିଁ ମୋ ପର୍ସ ଚୋରି କରିଛି। ପୋଲିସ ନାବିକକୁ ନେଇଯିବା ସମୟରେ ଠିକ୍ ସେତିକିବେଳେ ସେବକ କହିଦେଲା କି ସେ ଗରିବ ଲୋକଟି ପର୍ସ ନେଇଛି। ସେହି ଅନୁସାରେ ପୋଲିସ ସେ ଗରିବ ଲୋକକୁ ବାନ୍ଧି ନେଇ ଜେଲରେ ବନ୍ଦ କରିଦେଲେ। ରାତ୍ରି ସମୟରେ ଭଗବାନ ଆସି ପହଞ୍ଚିବା ପରେ ସେବକ ସବୁ କଥା ଭଗବାନଙ୍କ ଆଗରେ କହିଲେ। ଭଗବାନ ସବୁ ଶୁଣିଲା ପରେ କହିଲେ, ତୁମେ କାହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିନ, ବରଂ ସେ କାର୍ଯ୍ୟକୁ ଖରାପ କରିଛ। ସେ ବ୍ୟବସାୟୀ ଖରାପ ଧନ୍ଦା କରୁଥିଲେ। ଯଦି ତାର ପର୍ସ ତଳେ ପଡ଼ିଯାଇଥିଲା ତାକୁ କିଛି ବି ଫରକ ପଡ଼ିନଥାନ୍ତା ଏବଂ ତାର ପାପ କିଛି ମାତ୍ରାରେ କମ୍ ହେଇଯାଇଥାନ୍ତା। କାହିଁକି ନା ପର୍ସଟି ସେ ଗରିବ ଲୋକକୁ ମିଳିଥିଲା। ପର୍ସ ପାଇଲା ପରେ ସେ ଗରିବ ଲୋକର ଛୁଆମାନଙ୍କୁ ଆଉ ଉପାସ ରହିବାକୁ ପଡ଼ିନଥାନ୍ତା। ତାପରେ ରହିଲା ନାବିକର କଥା। ସେ ଯୋଉ ଯାତ୍ରାରେ ଯାଉଥିଲା ସେଠି ଝଡ଼ ତୋଫାନ ହେବାର ସମ୍ଭାବନା ଥିଲା। ଯଦି ସେ ଜେଲରେ ରହିଥାନ୍ତା ତାହେଲେ ତା ଜୀବନ ବଞ୍ଚି ଯାଇଥାନ୍ତା ଏବଂ ତା ସ୍ତ୍ରୀକୁ ବିଧବା ହେବାକୁ ପଡ଼ିନଥାନ୍ତା। ତମେ ସବୁକିଛି ଏପଟ ସେପଟ କରିଦେଲ। ବହୁତ ଥର ଆମ ଜୀବନରେ ବି ଏମିତି ପରିସ୍ଥିତି ଆସିଥାଏ। ସେତେବେଳେ ଆମକୁ ଲାଗେ କି ଏସବୁ ମୋ ସାଙ୍ଗରେ କାହିଁକି ହେଉଛି, କିନ୍ତୁ ସେ ସବୁ ପଛରେ ଭଗବାନଙ୍କ ଇଚ୍ଛା ରହିଥାଏ। ସାଙ୍ଗମାନେ, ଯେତେବେଳେ କିଛି ସମସ୍ୟା ଆସୁଛି କେବେ ବି ଚିନ୍ତା କରିବା ଉଚିତ ନୁହେଁ, ବରଂ ଏହି କାହାଣୀ କଥା ମନେ ପକାଅ। ଯାହା ବି ହେଉଛି ଭଲ ପାଇଁ ହେଉଛି। ଆଜିର ଏ କାହାଣୀଟି କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ତା ସହିତ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦେବେ, ଯାହାଦ୍ୱାରା କି ନୂତନ କାହାଣୀ ଆସିଲେ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଜୟ ଜଗନ୍ନାଥ।